ଆଚ୍ଛା ମତେ ଗୋଟେ କଥା କହିଲ, ସ୍ତ୍ରୀ ଜରୁରୀ ନା ପଇସା ଜରୁରୀ? ଆରେ ସ୍ତ୍ରୀ ହଉଛି ଜରୁରୀ। ଆରେ ସେମିତି କିଛି ନାହିଁ, ପଇସା ଜରୁରୀ। କାରଣ ପଇସା ଥିଲେ କେତେ ସ୍ତ୍ରୀ ଆସିପାରିବେ। ସେମିତି କିଛି ନାହିଁ। ଏସବୁ ନା ଭୁଲ କଥା। ମୋ କଥା ଶୁଣ, ତମର ଯଦି ଅସୁବିଧା ସମୟ ପଡିଛି, ତମକୁ କୋଉମାନେ ସାହାଯ୍ୟ କରନ୍ତି? ତମ ବନ୍ଧୁବାନ୍ଧବ ସାହାଯ୍ୟ କରନ୍ତି, ନା ତ ପଡିଶା ସାହାଯ୍ୟ କରନ୍ତି, ନା ତମ ସାଙ୍ଗସାଥି ସାହାଯ୍ୟ କରନ୍ତି। ଶେଷରେ କଣ କୁହନ୍ତି? ତମ ପାଖରେ ଯେତେବେଳେ ପଇସା ହେଇଯିବ, ଆମ ପଇସା ଆମକୁ ଫେରେଇ ଦବ। ଏ କୁହନ୍ତି ନା। ତା ମତେ ଗୋଟେ କଥା କହିଲ, ଯଦି ତମ ଘରେ ତମ ସ୍ତ୍ରୀ ନାହିଁ, ତମ ବନ୍ଧୁବାନ୍ଧବ କି ପଡିଶା କି ସାଙ୍ଗସାଥି ଆସିକି କହନ୍ତି କି ଏ ନିଅ ମୋ ସ୍ତ୍ରୀ କି ତମ ଘରେ ରଖ, ଆଉ ତମ ସ୍ତ୍ରୀ ଯେତେବେଳେ ଆସିବ ମୋ ସ୍ତ୍ରୀ କି ତମେ ମତେ ଫେରେଇ ଦବ, ଏମିତି କି କୁହନ୍ତି କି? ସେଇଥିପାଇଁ ସ୍ତ୍ରୀ ଜରୁରୀ, ପଇସା ଜରୁରୀ ନୁହଁ। ଯଦି ଏ କଥାଟା ସତ, ତାହେଲେ ଆପଣ ମାନେ ଆପଣଙ୍କ ମତାମତ ନିଶ୍ଚୟ କମେଣ୍ଟ ବକ୍ସରେ ଦେବେ।